श्री गणेशाय नमः। नमस्कार बंधुगण, जय जगन्नाथ। आज आरंभ होउछि माघ महात्म्यर नवम अध्याय। किछि समय हेउ पछे निश्चय शुणन्तु। उद्धव उवाच उद्धव विस्मय होइण बोइले शुण नारायण। हे प्रभु कृपा कर मते शरण तोर पादगते। शुणी तो श्रीमुख वचन दूरित होइला दहन। कहिबा बर कथाए मन को लागुछि संशय। जे बण बेणी भ्राता थिले से पुणी किस कृत्य कले। अन्ते लभिले केउ गति कि दंड देला जंतुपति। एक कथा कहिबा गोसाई शुणिले तृप्त हेबी मुहि। श्री भगवान वाच उद्धव मुखुए हासुणी हसी कहन्ति चक्रपाणी। जाहा तू पचारिलु मोते कहिबा शुण दृढ़ चित्ते। से दुई भ्राता सुखे थांती असत्य मार्गरे चलंती। अकृपा सर्वजन ठारे अन्याय अनुक्षण करे। जहाँ से अन्याय करंती तांको के भलो न बोलंती। एमंत गला केते काल पुरिला विकुंडला काल। तक्षणे आसी जमदूते बांधिण नेले से तुरीते। राजा छामुरे देले नेई देखी कुपित जंतु साई। मंत्री की बोलोई वचन बुझे हार पाप मान। राजा आज्ञारे बेनी मंत्री पांजी को खोली से देखंती। बोइले शुण जंतुराय पाप एहार प्रमेय। आज को बयस एहारी बेनी 20 बरस चारी। एही द्वापरर मनुष्य जियंती 10 बरस। ए मूढ़ मर्त्यपुरे थिला अधर्मे दिन काल नेला। 40 बरस भीतर पातक अर्जिला अपार। 5 सहस्र पर स्त्री हरिला कपट आचरी। स्तंभन मोहन उचाट जानई नाना नटकुट। ज्येष्ठ भ्रातांकु संगे घेनी बाटरे जगी थांती बेनी। पथुकी आसीबा बेळकु प्रमाद चिंतन्ति ताहाकु। हाणन्ति मारन्ति गोडान्ति पदार्थ छड़ाई नियन्ति। एही प्रकारे प्रतिदिन माइले सहस्रे कजन। मांस लोभे हुमोड़ा मेष माइला 7 जोड़ा। मेष जे पर घरे थाई निशारे आणन्ति चोराई। तोटी काटन्ति खुर धरी सुखे भुंजन्ति रांधि करी। बयसे होई मत गर्व हरन्ति ब्राह्मणको द्रव्य। आंब पणस गुआ ताल कदली नारंग श्रीफल। चोरी करिण नित्य खाई तेणु होइला दोषग्राही। ए मूढ़ मर्त्यपुरे थाई
କିଛି ପୁଣ୍ୟ କରି ନାହିଁ। ଦିନେ ଗୋବିନ୍ଦ ନ ଭଜିଲା, ଶ୍ରୀ ଗୁରୁ ବଦନ ତେଜିଲା। ଆମ୍ଭେ ତା ଗୁହୁ ଜାଣିଛୁ, ପାଞ୍ଜିରେ ସର୍ବ ଯେ ଲେଖିଛୁ। ପ୍ରାଣୀଙ୍କ ଚକ୍ଷୁ ଦ୍ୱାରେ ଥାଇ, ଦେଖି ପ୍ରତିମା ରୂପ ହୋଇ। ସେ ହେତୁ ଜାଣୁ ପୁଣ୍ୟ ପାପ, ଏକଥା ଅଟଇ ସ୍ୱରୂପ। ଦିବସ ଅନ୍ତେ ହୋଏ ରାତି, ପ୍ରାଣୀଏ ସନ ମଣନ୍ତି। ଆମ୍ଭେ ରୂପେ ତାହା ଜାଣି, ପାଞ୍ଜିରେ ଲେଖିଥାଉ ପୁଣି। ଏମନ୍ତ ଶୁଣି ରବି ଶିଷ୍ୟ, ମନେ ବହୁତ କରି ରୋଷ। ବୋଇଲେ ହୀନ ପାମର, ବଦନ ନ ଚାହିଁଏ ହାର। ଦୁର୍ଲଭେ ନର ଦେହ ବହି, ବିଷ୍ଣୁଙ୍କୁ ନ ଭଜିଲା ଏହି। ଅଧର୍ମେ କଟାଇଲା ଦିନ, ହରିଲା ପର ନାରୀ ଧନ। ତହିଁକି ଶାସ୍ତି ଏବେ ପାଉ, ପାମର ପ୍ରାୟଶ୍ଚିତ ହେଉ। ଏହାକୁ ବେଗେ ଘେନି ଯାଅ, ଶିମିଳି ବୃକ୍ଷେ ବାନ୍ଧିଥାଅ। ପିଟିବ କଣ୍ଟା ଛାଟ ଘେନି, ଖୋଳି ପକାଅ ଚକ୍ଷୁ ବେନି। ମାଉଁସ ତୁଳା ପ୍ରାୟ କରି, କାଟିବ ତୀକ୍ଷ୍ଣ ଖୁର ଧରି। ଲବଣ ବେସର ମିଶାଇ, ବୋଳିବ ତହିଁ ପରେ ନେଇ। ଆଉ କରିଛି ପାପ ଯେବା, ତହିଁକି ଆନ ଶାସ୍ତି ଦେବା। ନୃପତି ଆଜ୍ଞା ଦୂତେ ପାଇ, କେଶ ଧରିଣ ତାକୁ ନେଇ। ଶିମିଳି ବୃକ୍ଷରେ ବାନ୍ଧିଲେ, ବିବିଧ ମାଡ଼ ହିଁ ମାଇଲେ। ତାହାର ଚାରି ପାଶେ ବେଢ଼ି, ପ୍ରହାର କଲେ ଲୁହା ବାଡ଼ି। ବିକୋତି କାଟିଲେ ଶରୀର, ବୋଳିଲେ ଲବଣ ବେସର। କାନ୍ଦଇ ଅତି ବିକଳରେ, ଡକା ପାଡ଼ଇ ଉଚ୍ଚ ସ୍ୱରେ। ବନ୍ଧନ ଥାଇ ବିକୁଣ୍ଡଳ, ବହୁତ ଅଟଇ ବିକଳ। ଏମନ୍ତେ ଷଷ୍ଠ ମାସ ଗଲା, ପୁଣି ତା ଜ୍ୟେଷ୍ଠ ଭ୍ରାତା ମଲା। ତୁଳସୁ କଳ ଏକାଦଶୀ, ସେଦିନ ସୁକୁଣ୍ଡଳ ଆସି। ଜାଣି ତାହାର ମୃତ୍ୟୁ କାଳ, ଓଇଲେ ଯମଙ୍କ ଡଗର। ଚର୍ମ ଦଉଡ଼ି ଘେନି କରେ, ମିଳିଲେ ସୁକୁଣ୍ଡଳପୁରେ। କେହୁ ବୋଲନ୍ତି ତାକୁ ଚାହିଁ, ଏହାକୁ ବାନ୍ଧିଛି କିମ୍ପାଇଁ। ଚାଲ ଏହାକୁ ଘେନି ଯିବା, ଶିମିଳି ବୃକ୍ଷରେ ବାନ୍ଧିବା। ପିଟିବା କଣ୍ଟା ଛାଟ ଧରି, ଅନେକ ହନ୍ତ ସନ୍ତ କରି। ନରକେ ପକାଇବା ନେଇ, ମହାପାତକୀ ଅଟେ ଏହି। କେହି ବୋଲନ୍ତି କେଶ ଧରି, ଅଗ୍ନିକୁଣ୍ଡରେ ଦେବା ଭରି। କେବଲେ ତପନ ନଦୀରେ, ବାନ୍ଧି ବୁଡ଼ାଇବା ତହିଁରେ। ଏମନ୍ତ ବୋଲି ଯମଦୂତେ, ବିଚାର କରୁଛନ୍ତି ଚିତେ। ବାରତା ପାଇ ବିଷ୍ଣୁ ଗଲେ, ଆସି ମିଳିଲେ ତତ୍କ୍ଷଣେ। ବୋଲନ୍ତି ଯମର ଦୂତଙ୍କୁ, କି କାର୍ଯ୍ୟ ଆସିଛ ଏଠାକୁ। ଶୁଣି ବୋଲନ୍ତି ଯମଦୂତେ, ଏ ମୂଢ଼ ପାପୀର ନିମନ୍ତେ। ଏହାକୁ ବାନ୍ଧି ଆମେ ନେବୁ,
ଶାସ୍ତି ଦେବୁ। ଯମଦୂତଙ୍କ ବାଣୀ ଶୁଣି ବିଷ୍ଣୁଦୂତେ ବୋଲନ୍ତି ବାଣୀ। ମାଘ ସ୍ନାନ କରିଛି ଆଉ କି ପାପ ତାର ଅଛି। ଆମ୍ଭେ ଏହାକୁ ଘେନି ଯିବୁ ପ୍ରଭୁଙ୍କ ଆଜ୍ଞା ନ ଲଙ୍ଘିବୁ। ତୁମ୍ଭେ ବାହୁଡ଼ି ଯାଅ ବେଗେ ଯାଇଣ କହ ଯମ ଆଗେ। ସେ ବିଷ୍ଣୁ ଗଣଙ୍କର ବୋଲେ ବାହୁଡ଼ି ଯମଦୂତ ଗଲେ। କହିଲେ ଯମର ଗ୍ରତେ ବୋଇଲେ ଶୁଣ ଜନ୍ତୁନାଥେ। ଏକ ପାପୀଏ ମଞ୍ଚେ ଥିଲା ଆଜି ସେ ପ୍ରାଣ ତ୍ୟାଗ କଲା। ଆମ୍ଭେ ତାହାକୁ ଆଣିଗଲୁ ଯାଇ ତା ଭୁବନେ ମିଳିଲୁ। ଅଇଲେ ବିଷ୍ଣୁ ଦୂତେ ଧାଇଁ ଆମ୍ଭଙ୍କୁ କୋପ କଲେ ଚାହିଁ। ବୋଇଲେ ଯେତେ ପାପ କଲା ମାଘ ସ୍ନାନେ କ୍ଷୟ ଗଲା। ବୋଲିଣ ଦେଲେ ସେ ଘଉଡ଼ି ଭୟରେ ଅଇଲୁ ବାହୁଡ଼ି। ଶୁଣି ବୋଲନ୍ତି ଜନ୍ତୁରାଣ ଏକଥା ଅଟଇ ପ୍ରମାଣ। ଯଦ୍ୟପି ବ୍ରତକୁ କରିଛି ଆଉ କି ପାପ ତାର ଅଛି। ଖଣ୍ଡିଲା ଅଶେଷ ଦୂରିତ ବିଧିରେ ହୋଇଲା ମୁକତ। ତାଠାରେ ନାହିଁ ଆମ୍ଭପଣ ଶୁଣ ମୌନ ଯମରାଣ। ତାହାଙ୍କୁ ବିଷ୍ଣୁ ଦୂତେ ନେଇ ପୁଷ୍ପକ ରଥରେ ବସାଇ। କେ ଖଦି ଚାମର ପକାନ୍ତି କେ ଦ୍ରବ୍ୟ ବିଞ୍ଚଣା ବିଞ୍ଚନ୍ତି। କେହୁ କରନ୍ତି ଆଗେ ନୃତ୍ୟ ଶୋଷରେ ଗାଉଛନ୍ତି ଗୀତ। ଶୁଣଇ ହରି ହରି ଧ୍ୱନି ସମ୍ଭ୍ରମେ ଗଲେ ତାକୁ ଘେନି। ସଧିରେ ଚଳଇ ବିଧାନ ସାନନ୍ଦ ସୁକୁଣ୍ଡଳ ମନ। ଆକାଶ ମାର୍ଗେ ଯାନ୍ତି ଚଳି ଶୁଭଇ ନିର୍ଘାତ ବୋବାଳି। ଶ୍ରୁତି କି ଶୁଭିଲା ଶବଦ ଶୁଣ ସୁକୁଣ୍ଡଳ ସ୍ତବଦ। ବିଷ୍ଣୁଦୂତଙ୍କୁ ଚାହିଁ ପୁଛି ଏକିଶ ଶବଦ ଶୁଭୁଛି। ଡକା ପଡ଼ିଲା ପ୍ରାୟ ହୋଇ ନିର୍ଘାତ ବୋବାଳି ଶୁଭଇ। ଶୁଣି ବିକଳ ମୋର ଦେହ ସେ କଥା ଫେଡ଼ି ମତେ କହ। ଶୁଣି ବୋଲନ୍ତି ବିଷ୍ଣୁଗଣ ଯାହା ପୁଛିଲ ତାହା ଶୁଣ। ଯେହୁ ତୋହର ସାନ ଭ୍ରାତ ଅର୍ଜିଲା ପାପ ପ୍ରମିତ। ସେ ଯେତେବେଳେ ପ୍ରାଣ ହରି ନେଲେ ଯେ ଯମଦୂତେ ଧରି। ଯମ ଦେଖିଣ କୋପ କଲା ଅନେକ ଶାସ୍ତି ତାକୁ ଦେଲା। ତାହାକୁ ନେଇଣ ସତରେ ବାନ୍ଧିଲେ ଶିମିଳି ବୃକ୍ଷରେ। ନିରାଶେ କଣ୍ଟା ଛାଟେ ପିଟି ଖୁର ଘେନିଣ ମାଂସ କାଟି। ଯମ ଆଜ୍ଞାରେ ଘେନି ଗଲେ ଏମନ୍ତ ଦଣ୍ଡ ତାକୁ ଦେଲେ। ତେଣୁଟି ଛାଡ଼ୁଅଛି ରଡ଼ି କେହି ପାରିବ ତାକୁ ଫେଡ଼ି। ଶୁଣି ସୁକୁଣ୍ଡଳ ବୋଲଇ ସେ ଯେବେ ମୋର ଭ୍ରାତ ହୋଇ। ଆମ୍ଭେ ତ ଦୁହେଁ ଗୃହେ ଥିଲୁ ଦୁହେଁ ଅକର୍ମ ଆଚରିଲୁ। କାଳେ ତା ପ୍ରାଣ ତ୍ୟାଗ ହେଲା ସେ କିମ୍ପାଏ ଦଣ୍ଡ ପାଇଲା। ମୋତେ ନେଉଛ ସ୍ୱର୍ଗପୁର କେବଳ ପୁଣ୍ୟ ଅଛି ମୋର।
କହ ହେ ଶ୍ରୀ ହରିର ଦାସ, ମନରୁ ଫେଡ଼ ମୋ ସନ୍ଦେଶ। ଶୁଣି ବୋଇଲେ ବିଷ୍ଣୁ ଦୂତେ, ସେ କଥା କହୁ ଏବେ ତୋତେ। ତୁମ୍ଭେ ଯେବେ ନିଭ୍ରାତ ଥିଲ, ଅନେକ ପାପ ଆଚରିଲ। ନ କଲ ଦାନ ଧର୍ମ କିଛି, ଏକ କଥା ଏ ମାତ୍ର ଅଛି। ଦିନେଟିଏ ମନ୍ତ ତୁ କଲୁ, ମିତ୍ର ଘରକୁ ଯାଇଥିଲୁ। ସେଠାରେ କଲୁ ମାଘ ସ୍ନାନ, ତେଣୁ ହୋଇଲା ମହାପୁଣ୍ୟ। ସକଳ ପାପ ନାଶ ଗଲା, ତାର ବୈକୁଣ୍ଠ ଗତି ହେଲା। ଶୁଣି ବୋଇଲେ ସୁକୁଣ୍ଡଳ, ମୋ ଆତ୍ମା ହେଉଛି ବିକଳ। ସେ ମୋର ସୋଦର କନିଷ୍ଠ, ପାଉଛି ଏଡ଼େ ବଡ଼ କଷ୍ଟ। ତାହା ଶୁଣିଲା ଶ୍ରୁତି ପଥେ, ସ୍ୱର୍ଗକୁ ଯିବ କେମନ୍ତେ। କେନେ ସେ ବନ୍ଦିରୁ ତରିବ, ଭ୍ରାତା ମୋ ସଙ୍ଗେ ସ୍ୱର୍ଗ ଯିବ। ଏଥକୁ କହିବା ଉପାୟ, ଯଦ୍ୟପି ହୋଇବ ସଦୟ। ବୋଲନ୍ତି ବିଷ୍ଣୁ ଗଣେ ଚାହିଁ, ସେ କିଛି ଧର୍ମ କରି ନାହିଁ। ତୋର ପୁଣ୍ୟରୁ ଅଧେ ଦେଲେ, ବନ୍ଦିରୁ ତରିବ ସେ ଭଲେ। ଯମଦଣ୍ଡରୁ ହେବ ପାର, ନୋହିଲେ ନାହିଁ ପ୍ରତିକାର। ପୁଣି ସୁକୁଣ୍ଡଳ ବୋଇଲା, ମୋହର ସନମତ ହେଲା। ଦେଲି ମୁଁ ଅଧେ ପୁଣ୍ୟ ତାକୁ, ବନ୍ଦିରୁ ଫେଡ଼ାଅ ଭ୍ରାତାକୁ। ବହନ କରି ତାକୁ ଆଣ, ଶୁଣି ରହିଲେ ବିଷ୍ଣୁ ଗଣ। ରଥୁ ଉତ୍ତରି ଜଣ ଚାରି, ତକ୍ଷଣେ ମିଳି ଯମପୁରୀ। ଯମର ସନ୍ନିଧେ ମିଳିଲେ, ଏ ସର୍ବ ବୃତ୍ତାନ୍ତ କହିଲେ। ବୋଇଲେ ଶୁଣ ଜନ୍ତୁ ସାଇ, ଯେ ପାପୀ ଅଛି ବନ୍ଦୀ ହୋଇ। ଦଣ୍ଡ ଦେଉଛ ପ୍ରମିତ, ପାପୀ କି ଦଣ୍ଡ ଯେ ଉଚିତ। ତାହାର ଜ୍ୟେଷ୍ଠ ଭ୍ରାତ ମଲା, ଆଜ ତା ପ୍ରାଣ ତ୍ୟାଗ ହେଲା। ମହାପାତ କି ସେହି ଜନ, କେବଳ କରି ମାଘ ସ୍ନାନ। ତାହାର ଧର୍ମ ବଳ ଜାଣି, ଆମ୍ଭେ ଯେ ଗଲୁ ତାକୁ ଆଣି। ବିମାନେ ବସାଇ ଆଣନ୍ତେ, ରଡ଼ି ଶୁଭିଲା ଶ୍ରୁତି ପଥେ। ଆମ୍ଭମାନଙ୍କୁ ପଚାରିଲା, ଏକିଶ ଶବଦ ଶୁଭିଲା। ଆମ୍ଭେ କହିଲୁ ତା ଅଗ୍ରଜ, ସେହୁ ତୋହର ସାନ ଭ୍ରାତ। ଯମର ଦଣ୍ଡେ ଅଛି ପଡ଼ି, ଆକୁଳେ ଛାଡ଼ଇ ସେ ରଡ଼ି। ଶୁଣି ବୋଇଲା ମହାତ୍ମା, ସେ ମୋର ଭ୍ରାତ ନିଜ ଆତ୍ମା। ମୋର ପୁଣ୍ୟରୁ ଅଧେ ଦେଇ, ବନ୍ଦିରୁ ଆଣ ମୁକୁଳାଇ। ତାହାର ବଚନେ ଅଇଲୁ, ରାଜା ତୋ ଛାମୁରେ କହିଲୁ। ତୋ ପାପ ପୁଣ୍ୟ ଅଧିକାରୀ, ବିଚାରି କହ ଦଣ୍ଡଧାରୀ। ଶୁଣି କହିଲେ ଜନ୍ତୁପତି, ଏକଥା ଅଟଇ ଯୁକତି। ସେ ଯେବେ ଅଧେ ଧର୍ମ ଦେଲା, ସାନ ଭ୍ରାତାକୁ ଉଦ୍ଧାରିଲା। ମୋ ଆଜ୍ଞା ରକ୍ଷା ଲୋକେ କହି, ବନ୍ଦିରୁ ନିୟମ କୋଳାଇ। ତା ଶୁଣି ବିଷ୍ଣୁ ଦୂତେ ଗଲେ, ରାଜା ଆଜ୍ଞାରେ ମୁକ୍ତି କଲେ।
କଲେ ଘେନିଣ ଗଲେ ଅତି ବେଗେ ମିଳିଲେ ସୁକୁଣ୍ଡଳ ଆଗେ। ଦେଖି ସାନନ୍ଦ ସୁକୁଣ୍ଡଳ ନିଜ ଭ୍ରାତାକୁ କଲେ କୋଳ। ହରସେ ଗଦ ଗଦ ହୋଇ ଲୋଚନ ଅଶ୍ରୁ ଜଳ ବହି। ତହୁଁ ଚଳିଲା ଦେବ ରଥ ସ୍ୱର୍ଗରେ ମିଳିଲା ତୋରିତ। ବିମାନ ଓହ୍ଲାଇ ବହନ ବସିଲେ ଅମର ଆସନ। ଅମୃତ ଭୋଗ ତହିଁ କଲେ ନିଶ୍ଚିନ୍ତ ହୋଇ ନ ରହିଲେ। ଶୁଣ ଉଦ୍ଧବ ଦୃଢ଼ ଚିତ୍ତେ ମାଘ ସ୍ନାନର ଫଳ ଏତେ। ଯେ ମାଘ ସ୍ନାନ କରିବ ଆପେ ଆତ୍ମାକୁ ଉଦ୍ଧାରିବ। ସୁଜନେ ମାଘ ସ୍ନାନ କର ଭବସାଗରୁ ଦେବ ପାର। ନୃସିଂହ ଦାସରଥ ନଏ ନାମ ତା କୃଷ୍ଣ ଦାସ କହେ। ପୁରାଣ ଗୀତ କରି କହେ 160 ପଦ ହୁଏ। इति श्री माघ महात्म्ये महापुराणे श्रीकृष्ण उद्धव संवादे सुकुंडल मुख्यणे नाम नवम अध्याय। दशम अध्याय श्री भगवान उवाच बोलन्ति करुणा सागर उद्धव शुण ग्रंथ सार। माघ स्नाने जेते फल तो आगे कहिलु सकल। पूर्वे जे त्रेतया जुगरे कृतांत बोली कपुरे। कृत केसरी बोली राजा सुखे पाळई जन प्रजा। सहस्रे बनिता ताहार केवल नहिला कुमर। से राजा अपुत्रिक होई मने बहुत भाळु थाई। बड़ई धार्मिक नृपति न जाई अधर्मर कति। धन संपद अप्रमित वचन नुह कथित। गज तुरंग पाइबार सैन्यता अछई अपार। कटक दिशे शोभावन स्वर्गर सम से शोभन। सुखे वर्तन्ति नर नारी धर्म कीरति मान करी। सेहु नगरे थोके जन करन्ति मकर स्नान। प्रभात उठन्ति तड़ती नदीरे स्नान करन्ति। ताहांक आत जात बाटे ग्राम बाहार नदी तटे। तेंतुली तरु बर तले थाई से कई चंडाले। अभक्ष द्रव्य मान भक्षी दिन बंचई अति दुखी। प्रभात समय उठई अग्नि जालिण बसी थाई। क्षुधारे होई न विकली गोमांस करे पूजा बळी। करिण खंडी खंडी खाई थकाए दियो सिझाई। लोके आसिबा बेळ जाणी पणते दियो ढांकुणी। विचार करो इता मने आसिबे पुण्य जन माने। ए पथे जीवे स्नान करी ए बाट थिबी मु पहरी। होइब किछि धर्म मोर ए जन्म पाइबि निस्तार। एते विचारी
যতনে বাট পহଁରଇ ଯାଅ ବାବାଟେ ଥାଇ ପଡ଼ି ପକାଇ ଦିଅ ଇତା କାଢ଼ି ମକର ମାସ ଯିବା ଯାଏ ପଥ ଯତନ କରୁଥାଏ ଲୋକେ ଯେ ସ୍ନାନ ନିମନ୍ତେ ଆସନ୍ତି ରଜନୀ ପ୍ରଭାତେ ସ୍ନାନ କରି ଜଳ ଘାଟେ ପୁଣି ଆସନ୍ତି ଏହି ବାଟେ ଶୀତରେ କମ୍ପୁଥାଇ ଦେହି ଦେଖନ୍ତି ଅଗ୍ନି ଜଳୁଥାଇ କେ ଅବା ବିଚାରଇ ମତି ଜୀବଇ ଅନଳର କତି ପୁଣି ବୋଲନ୍ତି ଧର୍ମ ଜୀବ ଏ ମୂଢ଼ ଜାତିର ଛବ ଏସନ ବିଚାରଇ ମତି ଜୀବଇ ଅନଳର କତି ତାହାର ଅଧେ ଧର୍ମ ଯାଇ ସେ ଧର୍ମ ଚାଣ୍ଡାଳର ହୋଇ ଯେ ଅବା ବୁଦ୍ଧିମନ୍ତ ଜନ ନଦୀରେ କରଇ ସ୍ନାନ ଆସଇ ଖର ତର ହୋଇ ଅଗ୍ନିରେ ବାଞ୍ଛାନ କରଇ ତାହାର ଧର୍ମ ନ ତୁଟଇ ଅନ୍ତେ ଯମକୁ ନ ଭେଟଇ ବୋଲନ୍ତି ପ୍ରଭୁ ଭଗବାନ ଉଦ୍ଧବ ଧ୍ରୁବ ବୋଲି ଜାଣ ଏମନ୍ତେ ଗଲା କେତେ କାଳ ମୃତ୍ୟୁ ଲଭିଲା ସେ ଚାଣ୍ଡାଳ ଯମର ଡଗରେ ଓଇଲେ ଚର୍ମର ଜୁରେ ବାନ୍ଧି ନେଲେ ଅନେକ ହନ୍ତ ସନ୍ତ କରି ରାଜା ଛାମୁକୁ ନେଲେ ଧରି ଦୂତେ ବୋଇଲେ ଶୁଣ ରାଏ ଆଣିଛୁ ପାତ କି ଗୋଟିଏ ମନ୍ତ୍ରୀ ବୋଲଇ ପାଞ୍ଜି ଚାହିଁ କିଛି ହିଁ ଧର୍ମ କରି ନାହିଁ ବିଶେଷ ଅଟଇ ଚଣ୍ଡାଳ ଦୁଃଖେ ବଞ୍ଚଇ ଦିନ କାଳ ଏକ କଥାଏ କରିଅଛି ଶୁଣ ହେ ଆଦିତ୍ୟର ବଛି ଏହୁ ଚାଣ୍ଡାଳ ମାଘ ମାସେ ଅଗ୍ନି ଜାଳଇ ବାଟ ପାଶେ ପହଁରି ଥାଇ ଦାଣ୍ଡ ଯାକେ କିଛି ନ ରଖେ ଆଖ ପାଖେ ଲୋକେ ଯେ ମାଘ ସ୍ନାନ ଅର୍ଥେ ଯାଆନ୍ତି ଆସନ୍ତି ଏ ପଥେ ପଥ ଉଜ୍ଜଳ କରିଥାଇ ଦିନେ ଅଳସ ନ କରଇ ଏତେକ ମାତ୍ର କରିଅଛି ଆଉ ନ କଲା ଧର୍ମ କିଛି ଯେତେକ ପାପ ପୁଣ୍ୟ ତାର ଆମ୍ଭଙ୍କୁ ନାହିଁ ଅଗୋଚର ଛାମୁରେ କହିଲୁ ବିଶେଷ ଶୁଣି ବୋଲଇ ଧର୍ମ ଶିଷ୍ୟ ମନ୍ତ୍ରୀ ବଚନେ କହେ ଯମ ଏହାର ଅଛି କିଛି ଧର୍ମ ଏ ଯେବେ ମାଘ ମାସେ ନିତ୍ୟ ପହଁରି ଥାଏ ରାଜପଥ ଅଗ୍ନି ଜାଳିଣ ବସିଥାଇ ଯେ ମାଘ ସ୍ନାହାନେ ଆସଇ ସ୍ନାହାନ କରି ନଦୀ ଜଳେ ବାହୁଡ଼ି ଆସିବାର ବେଳେ ସେ ଅଗ୍ନି ନିରେଖି ନୟନେ ଯେ ଅବା ଇଚ୍ଛା କରେ ମନେ ହିମ ଲାଗିଲା କମ୍ପେ କାଏ ଦେଖନ୍ତି ଅଗ୍ନି ଜଳୁଥାଏ ଜୀବିକି ହୁତାସନ ପାଶ ଲୋକେ କରିବେ ଉପହାସ ଏତେ ବିଚାରି ହୃଦ ପଦ୍ମେ ପଥେ ଗମଇ ମନ୍ଦେ ମନ୍ଦେ ଏମନ୍ତ ଭାବେ
ଯେଉଁ ନର ଖଣ୍ଡଇ ଧର୍ମ ତାହାଙ୍କର ଏହାକୁ ପଥେ ପୁଣ୍ୟ ଦେଇ ଏକଥା ପ୍ରମାଣ ଅଟଇ ପଥ ପହଁରୁ ଥାଏ ଯେଣୁ ତାହାର ପୁଣ୍ୟ ଅଛି ତେଣୁ ଏବେ ଏହାକୁ ଘେନି ଯାଅ ଉତ୍ତମ କୂଳେ ଜନ୍ମ ଦିଅ ଥିଲା ଯେ ବଣ ରାଜ୍ୟରେ ଜନ୍ମ ହେଉ ଯେ ରାଜା ଘରେ ଏ ଦେଶ ରାଜା ପୁତ୍ରିକ ଭୋଗାଇ ଭୁଞ୍ଜିବ ଅନେକ ସେହି ରାଜ୍ୟରେ ହେଉ ରାଜା ସମୟ ପାଉ ଦିବ୍ୟ ପୂଜା ଯମ ଆଜ୍ଞାରେ ସେହୁ ନେଲେ କୃତାନ୍ତ ରାଜ୍ୟେ ଜାତ କଲେ କ୍ରୋତ କେଶରୀ ରାଜା ଘରେ ଜନ୍ମିଲା ରାଣୀର ଉଦରେ ଦେଖି ଆନନ୍ଦ ତାତ ମାତ ଉତ୍ସବ କଲେ କବହୁତ ହୋଇଲା 21 ଦିନ ଓଇରେ ପଣ୍ଡିତ ବ୍ରାହ୍ମଣ ଜନମ ନକ୍ଷତ୍ର ବୁଝିଲେ ଚନ୍ଦ୍ର କେଶରୀ ନାମ ଦେଲେ ବଢ଼ିଲା ଦିନୁ ଦିନ ଶିଶି ଶୁକ୍ଳ ପକ୍ଷେ ଯେହ୍ନେ ଶଶୀ ଏମନ୍ତେ କେତେ କାଳ ଗଲା ଶପଥ ବରଷ ପୂରିଲା କୃତ କେଶରୀ ରାଜା ପୁଣ ଏମନ୍ତେ ହୋଇଲା ମରଣ ଅନ୍ତେ ପାଇଲା ଦିବ୍ୟ ଗତି ପୁତ୍ରତା ହୋଇଲା ନୃପତି ଚନ୍ଦ୍ର କେଶରୀ ନାମ ତାର ରୂପେ ଦିଶଇ ଦିତିଶର ପୃଥ୍ୱୀ ସାଧିଲା ବାହୁବଳେ ନୃପତି ଖଟିଲେ ସକଳେ ବିଷ୍ଣୁରେ ବଡ଼ଇ ଭକତି ନିରତେ ପଦ୍ମ ପାଦେ ମତି ଶାନ୍ତ ସୁବୁଦ୍ଧି ଦୟାଶୀଳ ତର୍ପଣେ ସଦା ମହିପାଳ ପ୍ରତାପେ ଆଦିତ୍ୟ ସମାନ ବେଗେଣ ହଟଇ ପବନ ବୁଦ୍ଧିରେ ବୃହସ୍ପତି ପ୍ରାୟ କୁଶଳେ ରାଜ୍ୟ କରୁଥାଏ ପରଜା ପାଳି ରିପୁ ଗଞ୍ଜି ବିପୁଳ ସୁଖ ଭୋଗ ଭୁଞ୍ଜି ବିଭା ହୋଇଲା ଲକ୍ଷେ ବାମା ଘେନେଲା ପର ରାଜ୍ୟ ସୀମା ହୋଇଲା ସହସ୍ରେତ ସୁତ ଦୋହିତା ଜାତ ବେନିଶତ ଲକ୍ଷେ ତୁରଙ୍ଗ ଲକ୍ଷେ ହାତୀ ମରୁତେ ଅଛନ୍ତି ପଦାତି ପାତ୍ର ସାମନ୍ତ ଅମନାତ୍ୟ ଖଟିଖିଆ ମାନେ ସମସ୍ତ କୁବେର ସମାନ ଯେ ଧନୀ ନିଶ୍ଚିନ୍ତେ ପାଳଇ ମେଦିନୀ ଏମନ୍ତେ ସହସ୍ରେ ବରଷ କ୍ଷମେ ବର୍ତ୍ତିଲା ନରଈଶ କାଳେ ସେ ହୋଇଲା ନିଧନ ଅନ୍ତେ ପାଇଲା ସ୍ୱର୍ଗେ ସ୍ଥାନ କହନ୍ତି ପ୍ରଭୁ ଦଇତ୍ୟାରି ଉଦ୍ଧବ ଶୁଣ ହେତୁ କରି ଏ ମାଘ ମାହାତ୍ମ୍ୟକୁ ଶୁଣି ହେଳେ ତରିବେ ଭବୁ ପ୍ରାଣୀ ଯେ ଅବାମତ ଗର୍ବ ହୋଇ ନ ଜାଣି ଏହା ଯେ ନିନ୍ଦଇ ତାହାର ନାହିଁ ସୁଖ ଲେଶ ନରକେ ପଡ଼ଇ ଅବଶ୍ୟ ସଂକଳ୍ପ କରି ଦୃଢ଼ ଚିତ୍ତେ ଯେହା ଶୁଣିଥିବ ନିତ୍ୟେ
ସେ ପ୍ରାଣୀ ମହାଭାଗ୍ୟବନ୍ତ ପ୍ରାପତ ହୁଏ ସୁତ ବିତ୍ତ ବର୍ଦ୍ଧିତ ହୁଏ ଯେ ଆୟୁଷ ସକଳ ରୋଗ ବ୍ୟାଧି ନାଶ ନୃସିଂହ ଦାସର କୁମାର ନାମ ଯେ କୃଷ୍ଣ ଦାସ ମୋର ମୋର ପ୍ରଭୁଙ୍କ ଆଜ୍ଞା ପାଇ ପୁରାଣ ଗୀତ କଲି ମୋହି ଉଦ୍ଧବ କହେ ଚକ୍ରପାଣି ମାଘ ସ୍ନାହାନେ ଧର୍ମବାଣୀ ଏ ମାଘ ସ୍ନାହାନର କଥା ଶୁଣି ଖଣ୍ଡଇ ଭବ ବ୍ୟଥା ଉଦ୍ଧବ କହିଲେ ଗୋବିନ୍ଦ ଦୁଇ ଉତ୍ତରେ ଶତପଦ। ଇତି ଶ୍ରୀ ମାଘ ମହାତ୍ମ୍ୟେ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ଚନ୍ଦ୍ରକେଶରୀ ରାଜା ଉପାଖ୍ୟାନେ ନାମ ଦଶମ ଅଧ୍ୟାୟ। ଏକାଦଶ ଅଧ୍ୟାୟ। ଉଦ୍ଧବ ଉବାଚ ଜୟତୁ ଜୟ ବିଶ୍ୱନାଥ ତୋ ପାଦେ ରହୁ ମୋର ମାଥ ଶିରେ ସୋଇ ଦିବ୍ୟ ଜଟ ଲଲାଟେ ଶୋଭଇ ମୁକୁଟ ରବି ଶଶାଙ୍କ ରଶ୍ମି ଯେହ୍ନେ ତିନି ଲୋଚନ ଦିଶେ ତେହ୍ନେ କୁଣ୍ଡଳ ମଣିମାଳା ସୋହେ ରୂପ କନ୍ଦର୍ପ ସରି ନୁହେଁ କଣ୍ଠରେ ରୁଦ୍ରାକ୍ଷର ମାଳ ବସନ ତେଜି ଦିଗମ୍ବର ସ୍ଫଟିକ ପ୍ରାୟ ତନୁ ବର୍ଣ୍ଣ ତଥି ବିଭୂତି ବିଲେପନ ଖଟ୍ୱାଙ୍ଗ ଡମ୍ବରୁ ତ୍ରିଶୂଳ ଶୋଭଇବେ ନିକର ସ୍ଥଳ ଦେବାଙ୍ଗ ବସନ ତେଜିଣ ଶାର୍ଦୂଳ ଚର୍ମ ପରିଧାନ ଗଜ ତୁରଙ୍ଗ କରି ଦୂର ବୃଷଭ ବାହନ ତୋହର କୋଳରେ ପାର୍ବତୀଙ୍କୁ ଧରି ବସି ଅଛନ୍ତି ଶୂଳଧାରୀ ସର୍ବଦା ଅଟୁ ଭୋଳମତି ନମସ୍ତେ ପ୍ରଭୁ ପଶୁପତି ପ୍ରସନ୍ନେ କୋଟି ଅର୍ଥ ପାଇ ସକଳ ରୋଗ ନାଶ ଯାଇ ତୁ ଦେବ ଜନେ ସମ୍ଭୂତ ବ୍ରାହ୍ମଣ ଭ୍ରୁଲ ତାରୁ ଜାତ ସେ ପାଞ୍ଚ ବଦନ ତୋହର ତୋ ନାମ ପାରୁ ଅପାର ତୁ ଦେବ ଦେବଙ୍କ ଉତ୍ତମ ତେଣୁଟି ମହାଦେବ ନାମ ଚନ୍ଦ୍ରକୁ ଶିରେ ବହୁ ଯେଣୁ ଚନ୍ଦ୍ରଶେଖର ନାମ ତେଣୁ ଶଙ୍କର ବିରୂପାକ୍ଷ ହର ଈଶ୍ୱର କାଶୀ ଗଙ୍ଗାଧର ଖଟ୍ୱାଙ୍ଗ ଧର ବାମଦେବ ରୁଦ୍ର କପାଳ ସଦାଶିବ ଖଣ୍ଡ ପରଶୁଟଙ୍କ ଧର ଧୂର୍ଜଟି ଶମ୍ଭୁ ଦିଗମ୍ବର ଯୁଦ୍ଧରେ ତ୍ରିପୁରା କୁମାରୀ ନାମ ବହିଲୁ ତ୍ରିପୁରାରୀ ରୂପେ ବିରାଜ ବିଶ୍ୱରୂପୀ ସକଳ ଜୀବେ ଅଛୁ ବ୍ୟାପୀ ଜାନକ ପୋଳେ କାମରାଣ ଭସ୍ମ ହୋଇଲା ତତକ୍ଷଣ ଜୟ ତୁ ପ୍ରଭୁ ଦିଗବାସ ଖଣ୍ଡମ ଶରୀରୁ କଳମସ ନମସ୍ତେ ପାର୍ବତୀ ରମଣ ମୁଁ ତୋର ଚରଣେ ଶରଣ ନମସ୍ତେ ମହାରୁଦ୍ର ମୂର୍ତ୍ତି ଅଭୟ ବରଦାତା ନୀତି ନମସ୍ତେ ତ୍ରିଭୁବନ
महेश ईश्वर गिरीश नमस्ते पार्वती वल्लभ मोहर मन कर शुभ क्षमा करिबा मोर दोष भणई दीन कृष्ण दास शुण सुजने देई मती जेबे पाइब दिव्य गति हरि चरित दिव्य रस श्रवण पथे कर ग्रास द्वारिकापुरे देवराजे पटा जगतीपुरे बीजे एकांत होई ब्रह्मराशि रत्न पलंके छंती बसी केवल उद्धव छई आउ से बारे नाही केही हरिर प्रसन्न बेଳରେ उद्धव जनाई छामुरे भो प्रभु दीन जन बंधु भगत जन कृपा सिंधु मुतोर शरण मुरारी कथाए कहिबा विस्तारी माघ स्नानर चरित शुणी मु होइली पवित्र 30 अध्याय जेबे हेब माघ संपूर्ण जाए जीव माघ महात्म्यर प्रस्तावे जहा कहिल प्रभु तुम्बे प्रथम 10 अध्याय गला 10 दिन कुसिना हेला आउ रहिला 20 दिन एणु भाळई पंचमन आउ 20 अध्याय कह शुणी कृतार्थ हेउ देह एमंत बोली जोड़ी कर न मिला कृष्णर पयर श्री भगवान वाच शुणेण उद्धव वचन कहन्ति प्रभु भगवान तू जहा पचारिलु मते संक्षेपी कहिबि तोते जे माघे स्नान करई सकल पापरु तरई पूर्वे जे कवि प्रबर घर ता मगध देशर नाम ताहार जाम्बिल केही जे न बोलंती भल तुलसी नामे को ब्राह्मणी अटई ताहांक घरणी ताहार एकई नंदन नाम ताहार नारायण बहुत संपद छई मेष महिष गोरु गाई अछई तोटा बाड़ी वृत्ति आपणे जगी थाई नीति मूल देण न जगाई एते कृपण मूढ़ सेई न जाई वेद विद्या कति धन अर्जने देई मति नाना वाणिज्य करुथाई कपटे प्राणी की भंडाई मुखरे न भासई सत्य किछि न करे बार व्रत न थाई देवा दया पद अत्यंत दारुणता हृद धर्मशास्त्र ही मान छाड़ी अधर्मे अनुक्षणे बढ़ी
ଗୋବିନ୍ଦ ଚରଣେନ ଭଜି ଗୃହ କୁଟୁମ୍ବ ପାଶେ ମଜି ଦିନ ବଞ୍ଚଇ କାରଣେ ଦୁର୍ବୁଦ୍ଧି ନ ଛାଡ଼ଇ କ୍ଷଣେ ଏମନ୍ତେ କେତେ କାଳ ଗଲା ଚତୁର୍ଥ କାଳ ଆସି ହେଲା ଦିନେ ପତ୍ନୀର ସାନ ଭ୍ରାତ କାହାର ପୁରକୁ ଆଗତ ବ୍ରହ୍ମ ସମାନେ ଦ୍ୱିଜବର ତାହାର ନାମ ବିଷ୍ଣୁକର ବେଦ ବିଦ୍ୟାରେ ସେ ନିର୍ମିତ ଜାଣଇ ଆଗତ ବିଗତ ଧର୍ମ ପାଳନ କରୁଥାଇ ଅସତ୍ୟ ସଙ୍ଗକୁ ନ ଯାଇ ଭଗ୍ନି କି ଦେଖିବା ନିମନ୍ତେ ସେ ବିପ୍ର ଚଳିଲା ତରିତେ ଧେଣଇ ପୁରେ ପରବେଶ ଭଗ୍ନି କି ଦେଖିଣ ହରସ ସାନନ୍ଦେ ହୋଇ ଦ୍ୱିଜବର ଭଗ୍ନି କି କଲା ନମସ୍କାର ଭିଣୋଇ ପାଦେ ପ୍ରଣମିତ କଲ୍ୟାଣ କଲା ସେ ବହୁତ ଯେ ବଣ ଦ୍ରବ୍ୟ ଆଣିଥିଲା ଭଗ୍ନିର ହସ୍ତେ ତାହା ଦେଲା ଚରଣ ଧୋଇବାକୁ ନୀର ଭଗ୍ନି ବାଦେଲା ଧାତିକାର ପାଦ ପଖାଳି ବିପ୍ରମଣି ଆସନେ ବସିଲା କପୁଣି ହେମନ୍ତେ ରବି ଅସ୍ତ ହେଲା ଜଗତେ ନିଶି ଆଚ୍ଛାଦିଲା ସନ୍ଧ୍ୟା ସୁମରି ବିଷ୍ଣୁଙ୍କର ପୁଣି ଜିଣିଲା ବୈଶ୍ୱାନର ଭୋଜନ ସାରି ସୁଖେ ଶୋଇ କେତେ ବେଳେ ରାତ୍ର ପାହି ରବି ଉଦୟ ବେଳ ଜାଣି ପଡ଼ଇ ସନ୍ଧ୍ୟା ପ୍ରାୟ ପୁଣି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଆସି ପ୍ରଣାମ ସତେବାର କରି ପୁଣି ପଢ଼ଇ ଚାରି ବେଦ ନାମ ଜପଇ ଲକ୍ଷେ ପଦ ଚଣ୍ଡୀ ସୁମରି ବିପ୍ରମଣି ମୁଖେ ସହସ୍ର ନାମ ଗୁଣି ଘୃତ ସମିଧ ମାନ ଦେଇ ଅଗ୍ନି ଦେବତାକୁ ତୋଷଇ ବ୍ରାହ୍ମଣ କର୍ମ ଧର୍ମ ଯେତେ କରଇ ବିଷ୍ଣୁଙ୍କର ନିତ୍ୟ ତାହା ଦେଖିଣ ଜାମିଳ ଚାହିଣ ଥାଇ ଜଳ ଜଳ ମନରେ ବିଚାର କରଇ ମହାପଣ୍ଡିତ ଜ୍ଞାନୀ ଏମନ୍ତେ ଗଲା ଦିନ ଦୋଷ ମକର ମାସ ପରବେଶ ଭଗ୍ନି ଭିଣୋଇ କି ବସାଇ ତାହାଙ୍କୁ ବିଷ୍ଣୁ କର କହି କାଲି ମକର ସଂକ୍ରାନ୍ତି ଯେ ମାଘ ସ୍ନାନ କରନ୍ତି ଗୋହତ୍ୟା ବ୍ରହ୍ମ ହତ୍ୟା ଯାଇ ଅନ୍ତେ ବୈକୁଣ୍ଠ ଗତି ପାଇ ଲଭନ୍ତି କୋଟି ଯଜ୍ଞ ପୂର୍ଣ୍ଣ ତୁମ୍ଭେ କରିବ ସ୍ନାନ 7 ବରଷ ଦିନ ମୋହି ମକର ସ୍ନାନ କରଇ ଶୁଣିଅ ଜାମିଳ ବୋଲଇ ତେଣେ ମୋ ପ୍ରୟୋଜନ ନାହିଁ
ବିଅର୍ଥେ ଶୀତରେ ମରିବି, ଦେହକୁ କିମ୍ପା ଦୁଃଖ ଦେବି। ହସିଣ ବୋଇଲେ ଶାଳକ, ତୁମ୍ଭେ ହେଡ଼େ ଅବିବେକ। ଯେ ବଣ ମାଘ ସ୍ନାନ କଲେ, ଏ ଭବୁ ତରି ଯାନ୍ତି ଭଲେ। ଯେ ଅବା ମତ ଗର୍ବ ବହି, ଗୁରୁଙ୍କ ପତ୍ନୀ କି ହରଇ। ତହିଁରେ ଯେତେ ଦୋଷ ପାଇ, ମାଘ ସ୍ନାହାନେ ପାର ହୋଇ। ଯେ ଅବା ପୁରାଣ ନିନ୍ଦନ୍ତି, ଶ୍ରୀ ଗୁରୁ ବଚନ ଲଙ୍ଘନ୍ତି। ସେ ପ୍ରାଣୀ ଚଣ୍ଡାଳରେ ସରି, ମାଘ ସ୍ନାନ କଲେ ତରି। ଯେ ଅବା ଭଲ ଲୋକ ହୋଇ, ମଦିରା ପାନ କରୁଥାଇ। ମହାପାତକୀ ସେହି ଜନ, କରିପାରିଲେ ମାଘ ସ୍ନାନ। ତେବେ ସେ ଦୋଷୁ ହୋଇ ପାର, ନହିଲେ ନାହିଁ ପ୍ରତିକାର। ମାଘ ସ୍ନାନ ଫଳ ଯେତେ, ବିଶେଷ କହିବା ତା କେତେ। ତୁମ୍ଭେ ମୋହର କର ବୋଲ, ଅନ୍ୟ ମାର୍ଗରେ ଯେ ନ ଚାଲ। ସ୍ନାନ କଲେ କାଲିଠାରୁ, ତରିବ ଏ ଭବ ସାଗରୁ। ତା ଶୁଣି ଅଜାମିଳ କହେ, ଶୀତକୁ ମୋର ବଡ଼ ଭଏ। ତେଣୁ ମୁଁ କରୁଅଛି ନାସ୍ତି, ତିଳାର୍ଦ୍ଧେ ନାହିଁ ମୋର ମତି। ପତ୍ନୀ ତା ଅନେକ କହିଲା, ସ୍ନାନ କର ବୋଇଲା। ଧର୍ମ ପଥକୁ କଲେ ନାସ୍ତି, ଅନ୍ତେ ହୁଇ ନର୍କ ଗତି। ଏ ଜୀବ ଜଳ ବିମ୍ବ ପ୍ରାଏ, କ୍ଷଣ ମାତ୍ରକେ ଥୁ ଯାଏ। ଦେହ ଏ ନଥାଇ ସର୍ବଦା, ତନୟ ଦୁହିତା ପ୍ରମାଦା। ଯେତେ ପଦାର୍ଥ ସଞ୍ଚିଥିବ, ଯିବା ବେଳକୁ କିଏ ଦେବ। କେବଳ ସାର ଖେଳ ଘର, ମିଥ୍ୟାକୁ ଭୁଲିଣ ନମର। ଜାଣିଲି କିଛି ନୁହେଁ ସତ୍ୟ, ଏସବୁ ବିଜୁଳି ସଞ୍ଜାତ। ସଂସାରୁ ତରିବାକୁ ଗତି, କେବଳ ବିଷ୍ଣୁର ଭକତି। ତୁ ଏବେ ଭଜ ନାରାୟଣ, ନହିଲେ ନାହିଁ ପରିତ୍ରାଣ। ଶୁଣି ମୌନ ଦ୍ୱିଜବର, ପତ୍ନୀ କି ନ ଦେଲା ଉତ୍ତର। ଯେ ଯାହା ମନ ରୂପେ ଗଲେ, ଗୃହେ ବେପାର ମାନ କଲେ। ବିଷ୍ଣୁଙ୍କର ହିଁ ଆସିଛନ୍ତି, ଦିବସ ଶେଷେ ହେଲା ନିଶି। ଆଦିତ୍ୟ ଅସ୍ତ ଯହୁଁ ହେଲା, ବ୍ରାହ୍ମଣ ସନ୍ଧ୍ୟା ସୁମରିଲା। ଅନ୍ନ ଭୋଜନ ସାରି ଶୋଇ,
ଏମନ୍ତେ ରାତ୍ର ଶେଷ ହୋଇ ରଜନୀ ଅଛି ବେନି ଘଡ଼ି ଦେଲା କତାମ୍ର ଚୂଡ଼ରଡ଼ି ଗଗନେ ପୁହା ତାରା ରହି ଉଠିଣ ବିଷ୍ଣୁ କର ଚାହିଁ ହୃଦୟରେ ବିଚାରଇ ପୁଣି ଅଳପ ଛଇ ରଜନୀ ଭିଣୋଇ ବୋଲେ ଉଚ୍ଚେ ଡାକି ସ୍ନାନ କରି ଯିବଟିକି ଡାକିଲେ ନ ଶୁଣଇ କିଛି ମିଛରେ ଶୋଇ ପଡ଼ିଅଛି ପତ୍ନୀ ତାହାର ଦେଲା ପେଲି ସ୍ନାନ କରି ଯାଅ ବୋଲି ଅପାର ବେଳେ ସେ ଉଠିଲା ତୁ ଏବେ ଯାଅ ଯା ବୋଇଲା ମଙ୍ଗେ ପ୍ରକାଶିଲା ଜ୍ୱର ଶୀତରେ କମ୍ପଇ ଶରୀର ଶୁଣି ତା ବିଷ୍ଣୁ କର ହସି ହସ୍ତ ଧୋଇଲା ତାର ଆସି ଆସ ବୋଲିଣ ଉଟାରିଲା ବଳେ ତାହାକୁ ଘେନି ଗଲା ନଦୀରେ ପ୍ରବେଶ ହୋଇଲେ ମୃତ୍ତିକା ଶୌଚ ସାରିଲେ ମୃତ୍ତିକା ବାର ବେଳ ଘଷି ହସ୍ତ ପଖାଳି ତହୁଁ ଆସି ଆଣିଲେ ଚୁତ ପତ୍ର ଧାତି ଦନ୍ତ ମାର୍ଜନା ହିଁ କରନ୍ତି ଦ୍ୱାଦଶ କୂଳ କୁଞ୍ଜା କଲେ ଜଳରେ ଯାଇ ନ ପଶିଲେ ମାଧବ ମାଧବ ସୁମରି ଉଚ୍ଚେ ଡାକନ୍ତି ନାମ ଧରି ତିନି ବେଳ ଯାଏ ବୁଡ଼ିଲେ କୂଳରେ ଆସି ପ୍ରବେଶିଲେ ଓଦା ବସନେ ତହୁଁ ଗଲେ ଗୃହରେ ଯାଇ ନ ପଶିଲେ ସକଳ ବସ୍ତ୍ର ପ୍ରହାରିଣ କପୋଳେ ତିଳକ ଘେନିଣ ନିର୍ମାଲ୍ୟ ସେବା ଦୁହେଁ କଲେ ବିଷ୍ଣୁର ଦର୍ଶନେ ଚଳିଲେ ଦର୍ଶନ କରି ତହୁଁ ଆସି ନିତ୍ୟ ବଚନ ସତ୍ୟଭାଷୀ ଉଆ ତଣ୍ଡୁଳ ଅନ୍ନ ଭୁଞ୍ଜି ଆମିଷ ଦ୍ରବ୍ୟ ମାନ ତେଜି ଏହି ପ୍ରକାରେ କଲେ ନିତ୍ୟ ମାଘ ସମ୍ପୂର୍ଣ୍ଣ ପରିଜନ୍ତେ ମେଲାଣି ମାଗି ବିଷ୍ଣୁ କର ଚଳିଲା ତାର ନିଜପୁର ଏମନ୍ତେ କେତେ ଦିନ ଗଲା ବ୍ରାହ୍ମଣ ଅଜାମିଳ ମଲା ତତ୍କ୍ଷଣେ ଯମ ଦୂତେ ଆସି ବେଢ଼ିଣ ଅଛନ୍ତି ଆକର୍ଷି ମରିବା କାଳେ ଦ୍ୱିଜବର ପୁତ୍ରକୁ ଡାକ ଦେଲା ତାର ହେ ନାରାୟଣ ଆସ ପାଶ ମୋ ପାଶେ କ୍ଷଣ ମାତ୍ର ବସ ଧର୍ମତା ବିକଶିଲା ପୁଣ ତେଣୁ ଡାକିଲା ନାରାୟଣ
ଧର୍ମତା ଆସି ବିକଶିଲା, ତେଣୁ ନାରାୟଣ ବୋଇଲା। ପୁତ୍ରକୁ ଡାକିଲା ମାତ୍ରକେ, ବାହୁଡ଼ି ଗଲେ ଯମଦୂତେ। ବିପ୍ରକୁ ନେଇ ବିଷ୍ଣୁ ଗଣେ, ମିଳିଲେ ବୈକୁଣ୍ଠ ଭୁବନେ। ପ୍ରଭୁଙ୍କୁ ଦେଖି ନିସ୍ତରିଲା, ପାଦ ସେବାରେ ସେ ରହିଲା। ଶୁଣ ଉଦ୍ଧବ ଦିବ୍ୟ ରସ, ସକଳ ପାପ ଗଲା ନାଶ। ଯେହୁ କରଇ ମାଘ ସ୍ନାନ, ତୁ ଥାଇ ଯମ ଦର୍ଶନ। ଯେହୁ କରଇ ମାଘ ସ୍ନାନ, ନଥାଇ ଯମ ଦର୍ଶନ। ସେ ମତେ ଅବଶ୍ୟ ଭେଟଇ, ବିଷୟ ପାଶେ ନ ପଡ଼ଇ। ଏହା ଯେ କର୍ଣ୍ଣ ପଥେ ଶୁଣି, ନିନ୍ଦା କରିବେ ମୂର୍ଖ ପ୍ରାଣୀ। ନରକେ ପଡ଼ଇ ଅବଶ୍ୟ, ଭଣେ ନୃସିଂହ ଦାସ ଶିଷ୍ୟ। 160 ପଦ ହୋଏ, ପାମର କୃଷ୍ଣ ଦାସ କହେ। इति श्री माघ महात्म्ये महापुराणे श्रीकृष्ण उद्धव संवादे अजामिल उपाख्याने नाम 11 अध्याय।